हे ब्रह्मा मोते बर दियंतु मोते निद्रासन दियंतु। আচ্ছা, হিন্দু মহাকাব্য রামায়ণ কথা উঠিলে ଆମ ମନକୁ ସାଧାରଣତଃ କ'ଣ ଆସେ? ଅନେକ ବୀର ଯୋଦ୍ଧା ଏବଂ ଭୟଙ୍କର ରାକ୍ଷସମାନଙ୍କର ଚିତ୍ର, ଠିକ୍ ନା? କିନ୍ତୁ ଆଜି ଆମେ ଏମିତି ଏକ ଚରିତ୍ର ବିଷୟରେ ଜାଣିବା ଯାହାଙ୍କୁ କେବଳ ଏକ ଭୟଙ୍କର ରାକ୍ଷସ କହିଦେଲେ ସମ୍ପୂର୍ଣ୍ଣ ଭୁଲ ହେବ। ଆଜି ଆମେ କଥା ହେବା କୁମ୍ଭକର୍ଣ୍ଣଙ୍କ ବିଷୟରେ। ସତ କହିବାକୁ ଗଲେ ସେ କେବଳ ଏକ ସାଧାରଣ ଖଳନାୟକ ନଥିଲେ, ବରଂ ଏକ ଗଭୀର ନୈତିକ ଦ୍ୱନ୍ଦ୍ୱ, ମହାଜାଗତିକ ବିଡ଼ମ୍ବନା ଏବଂ ପରିବାର ପ୍ରତି ଅଟଳ ଆନୁଗତ୍ୟ ଭିତରେ ଛନ୍ଦି ହୋଇଯାଇଥିବା ଏକ ଅତ୍ୟନ୍ତ କରୁଣ ଚରିତ୍ର ଥିଲେ ସେ। ତେବେ ଆଉ ଡେରି ନ କରି ଆସନ୍ତୁ ସିଧାସଳଖ ଏହି ବିଷୟ ଭିତରକୁ ଯିବା ଏବଂ ତାଙ୍କର ପ୍ରକୃତ କାହାଣୀକୁ ବୁଝିବା। ଆଜିର ଆଲୋଚନାରେ ଆମେ ମୁଖ୍ୟତଃ ଏହି କ୍ରମରେ ଆଗେଇବା। ପ୍ରଥମେ ତାଙ୍କର ସ୍ୱର୍ଗୀୟ ଅତୀତ, ତାପରେ ତାଙ୍କର ରାକ୍ଷସ ବଂଶ, ସେହି ଗୋଟିଏ ମାତ୍ର ଭୁଲ ଶବ୍ଦ ଯାହା ସବୁକିଛି ବଦଳାଇଦେଲା, ତାଙ୍କର ମାନସିକ ଦ୍ୱନ୍ଦ୍ୱ ଏବଂ ଶେଷରେ ଯୁଦ୍ଧକ୍ଷେତ୍ରରେ ତାଙ୍କର ସେହି ଭୟଙ୍କର ରୂପ ଉପରେ ଆମେ ନଜର ପକାଇବା। ତେବେ ଆସନ୍ତୁ ଆରମ୍ଭ କରିବା ଆମର ପ୍ରଥମ ବିଭାଗରୁ ସ୍ୱର୍ଗୀୟ ଦ୍ୱାରପାଳର ଉତ୍ପତ୍ତି ଏବଂ ଏକ ପତନର କାହାଣୀ। କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଭାଗବତ ପୁରାଣ ଅନୁଯାୟୀ କୁମ୍ଭକର୍ଣ୍ଣ ଆରମ୍ଭରୁ ଆଦୌ କୌଣସି ରାକ୍ଷସ ନଥିଲେ। ସେ ଥିଲେ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ପବିତ୍ର ଧାମ ବୈକୁଣ୍ଠର ଦ୍ୱାରପାଳ, ଦେବତା ବିଜୟଙ୍କର ଏକ ଅବତାର। ନିଜ ଭାଇ ଜୟଙ୍କ ସହ ମିଶି ସେ ବୈକୁଣ୍ଠର ଦ୍ୱାର ଜଗୁଥିଲେ। କିନ୍ତୁ ଦିନେ ଏକ ବିରାଟ ବଡ଼ ଭୁଲ ହୋଇଗଲା। ସେମାନେ ବ୍ରହ୍ମାଙ୍କର 4 ମାନସ ପୁତ୍ର ଅର୍ଥାତ୍ 4 କୁମାରଙ୍କୁ ଭିତରକୁ ଯିବାରେ ବାଧା ଦେଇ ଅସମ୍ମାନ କରି ବସିଲେ। ଆଉ ଏହାର ଫଳସ୍ୱରୂପ ସେମାନଙ୍କୁ ମର୍ତ୍ତ୍ୟଲୋକରେ 3ଟି ଜନ୍ମ ନେବାର ଭୟଙ୍କର ଅଭିଶାପ ମିଳିଲା। ସେହି 3ଟି ମର୍ତ୍ତ୍ୟ ଅବତାର ମଧ୍ୟରୁ ଦ୍ୱିତୀୟ ଜନ୍ମରେ ଭାଇ ଜୟ ରାବଣ ହୋଇ ଜନ୍ମ ନେଇଥିବା ବେଳେ ବିଜୟ କୁମ୍ଭକର୍ଣ୍ଣ ରୂପେ ଜନ୍ମଗ୍ରହଣ କରିଥିଲେ। ଦେଖିଲେ ତ ଗୋଟେ ଅଭିଶାପ କେମିତି ସେମାନଙ୍କର ପୁରା ଭାଗ୍ୟ ବଦଳାଇଦେଲା। ବର୍ତ୍ତମାନ ଆମେ ବଢ଼ିବା ଦ୍ୱିତୀୟ ବିଭାଗ ଆଡ଼କୁ, ତାଙ୍କର ରାକ୍ଷସ ପରିବାର ଏବଂ ଏକ ଅତି ଜଟିଳ ବଂଶାବଳୀ। ଯଦି ଆମେ କୁମ୍ଭକର୍ଣ୍ଣଙ୍କ ବଂଶାବଳୀ ଦେଖିବା, ତାହା ବେଶ୍ ଜଟିଳ। ତାଙ୍କ ପିତା ଥିଲେ ଋଷି ବିଶ୍ରବା ଏବଂ ମାତା ଥିଲେ କୈକେଶୀ। କିନ୍ତୁ ମଜାର କଥା ହେଉଛି ତାଙ୍କର ସ୍ଥାନ ଥିଲା 2ଟି ସମ୍ପୂର୍ଣ୍ଣ ବିପରୀତ ଚିନ୍ତାଧାରା ମଧ୍ୟରେ। ଗୋଟିଏ ପଟେ ବଡ଼ ଭାଇ ରାବଣ, ଯିଏକି ଜଣେ ଅତ୍ୟାଚାରୀ ରାକ୍ଷସ ରାଜା, ଆଉ ଅନ୍ୟପଟେ ସାନ ଭାଇ ବିଭୀଷଣ, ଯେ ସମ୍ପୂର୍ଣ୍ଣ ରୂପେ ଧର୍ମ ଏବଂ ସତ୍ୟର ମାର୍ଗ ବାଛିଥିଲେ। ଆଚ୍ଛା, କୁମ୍ଭକର୍ଣ୍ଣଙ୍କର ନିଜର ଏକ ପରିବାର ମଧ୍ୟ ଥିଲା। ତାଙ୍କର ପତ୍ନୀ ଥିଲେ ବଜ୍ରଜ୍ୱାଳା ଏବଂ ଆପଣ ଜାଣି ଦୁଃଖିତ ହେବେ ଯେ ତାଙ୍କର 2 ପୁତ୍ର କୁମ୍ଭ ଓ ନିକୁମ୍ଭ ମଧ୍ୟ ଶେଷରେ ରାମଙ୍କ ବିରୋଧରେ ହୋଇଥିବା ସେହି ମହାଯୁଦ୍ଧରେ ପ୍ରାଣ ହରାଇଥିଲେ। ଏବେ ଆସନ୍ତୁ ଆଲୋଚନା କରିବା ତୃତୀୟ ବିଭାଗ ଉପରେ, ଗୋଟିଏ ଭୁଲ ଶବ୍ଦର ପରିଣାମ ଏବଂ ମହାଜାଗତିକ ବିଡ଼ମ୍ବନା। ଏଇଠି ସବୁଠାରୁ ରୋଚକ ଅଂଶ। କୁମ୍ଭକର୍ଣ୍ଣ ଏତେ ବଳଶାଳୀ ଥିଲେ ଯେ କହିଲେ ନ ସରେ। ସେ ଇନ୍ଦ୍ର ଏବଂ ଯମଙ୍କ ଭଳି ଦେବତାଙ୍କୁ ମଧ୍ୟ ସହଜରେ ପରାସ୍ତ କରି ସାରିଥିଲେ। ତେଣୁ ଯେତେବେଳେ କୁମ୍ଭକର୍ଣ୍ଣ, ରାବଣ ଏବଂ ବିଭୀଷଣ ବ୍ରହ୍ମାଙ୍କୁ ପ୍ରସନ୍ନ କରିବା ପାଇଁ ଏକ ବିଶାଳ ଯଜ୍ଞ କରୁଥିଲେ, ଦେବରାଜ ଇନ୍ଦ୍ର ପୁରା ଭୟଭୀତ ହୋଇଗଲେ। ସେ ଭାବିଲେ, ଯଦି ଏହି ଲୋକଟା କିଛି ଭୟଙ୍କର ବର ମାଗିନିଏ ତେବେ ତାଙ୍କର କ'ଣ ହେବ? ସେ ସିଧା ଦୌଡ଼ିଲେ ବ୍ରହ୍ମାଙ୍କ ପାଖକୁ। ତେଣୁ ଯେତେବେଳେ ବର ମାଗିବାର ସମୟ ଆସିଲା, ଇନ୍ଦ୍ରଙ୍କ ଅନୁରୋଧ କ୍ରମେ ସାକ୍ଷାତ୍ ଦେବୀ ସରସ୍ୱତୀ ଆସି କୁମ୍ଭକର୍ଣ୍ଣଙ୍କ ଜୀବକୁ ବାନ୍ଧିଦେଲେ। ବାସ୍, ଏଇଠି ଖେଳିଗଲା ସେହି ବିଡ଼ମ୍ବନା। କୁମ୍ଭକର୍ଣ୍ଣ ସ୍ୱର୍ଗର ରାଜା ହେବା ପାଇଁ ଇନ୍ଦ୍ରାସନ ମାଗିବା ବଦଳରେ ପାଟିଖାନି ମାରିଯିବାରୁ ଭୁଲରେ ନିଦ୍ରାସନ ଅର୍ଥାତ୍ ଶୋଇବା ପାଇଁ ଏକ ଶଯ୍ୟା ମାଗି ବସିଲେ। ଆଚ୍ଛା, ଏହି ଘଟଣାର ଆଉ ଗୋଟିଏ କାହାଣୀ ମଧ୍ୟ ରହିଛି, ଯାହା ପ୍ରାୟ ସମାନ। ଏହା ଅତି ଚମତ୍କାର ଭାବରେ ଦର୍ଶାଉଛି ଯେ ସେହି ଶବ୍ଦଗତ ଖେଳ କିପରି ହୋଇଥିଲା। ସେ ଅସଲରେ ମାଗିବାକୁ ଚାହୁଁଥିଲେ ନିର୍ଦେବତ୍ୱମ୍, ଯାହାର ଅର୍ଥ ହେଉଛି ଦେବତାମାନଙ୍କର ସମ୍ପୂର୍ଣ୍ଣ ବିନାଶ। କିନ୍ତୁ ସରସ୍ୱତୀଙ୍କ ପ୍ରଭାବରୁ ତାଙ୍କ ମୁହଁରୁ ବାହାରିଲା ନିଦ୍ରାବତ୍ୱମ୍ ଅର୍ଥାତ୍ କେବଳ ନିଦ୍ରା। ଭାବନ୍ତୁ ତ, ଗୋଟିଏ ମାତ୍ର ଉଚ୍ଚାରଣଗତ ତ୍ରୁଟି ଏତେ ବଡ଼ ବିଶାଳ ଯୋଦ୍ଧାକୁ ଚିରଦିନ ପାଇଁ କେମିତି ଦୁର୍ବଳ କରିଦେଲା। ଆଉ ବ୍ରହ୍ମା ମଧ୍ୟ ଡେରି ନ କରି ତୁରନ୍ତ ତଥାସ୍ତୁ କହିଦେଲେ। ଏବେ ମୂଳ କଥାଟି ହେଉଛି ଏହି ନିର୍ଦ୍ଦିଷ୍ଟ ସଂଖ୍ୟା ଉପରେ 6। ଏହା ଆଦୌ କୌଣସି ସାଧାରଣ ସଂଖ୍ୟା ନୁହେଁ। ଯେତେବେଳେ ରାବଣ ନିଜ ପ୍ରିୟ ଭାଇର ଏମିତି ଅବସ୍ଥା ଦେଖିଲେ, ସେ ବ୍ରହ୍ମାଙ୍କୁ ନେହୁରା ହେଲେ ଏହାକୁ ବଦଳାଇବା ପାଇଁ। ବ୍ରହ୍ମା ଅଭିଶାପକୁ ସାମାନ୍ୟ କୋହଳ କରି ନିୟମ ତୋଲେ ଯେ କୁମ୍ଭକର୍ଣ୍ଣ ଲଗାତାର 6 ମାସ ଧରି ଗଭୀର ନିଦ୍ରାରେ ଶୋଇବେ। ତାପରେ ସେ ମାତ୍ର କିଛି ସମୟ ପାଇଁ ଉଠିବେ, ନିଜର ପ୍ରବଳ ଭୋକ ମେଣ୍ଟାଇବେ ଏବଂ ପେଟ ପୂରିବା କ୍ଷଣି ପୁଣିଥରେ ସେହି 6 ମାସ ପାଇଁ ଘୋର ନିଦରେ ଶୋଇଯିବେ। ବର୍ତ୍ତମାନ ଆସିବା ଚତୁର୍ଥ ବିଭାଗକୁ, ଏହି ବିଶାଳକାୟ ଯୋଦ୍ଧାର ନୈତିକ ଦ୍ୱନ୍ଦ୍ୱ, ସତ୍ୟ ଅପେକ୍ଷା ଆନୁଗତ୍ୟ। କେବଳ ଟିକେ କଳ୍ପନା କରନ୍ତୁ, ଯିଏ ଦେବତାଙ୍କ ଅଭିଶାପ କାରଣରୁ ଏତେ ଗଭୀର ନିଦ୍ରାରେ ଅଛି, ତାକୁ ଅଧାରୁ ଉଠାଇବା କ'ଣ ସହଜ କଥା? ଜମାରୁ ନୁହେଁ।
ଯେତେବେଳେ ରାମଙ୍କ ସୈନ୍ୟବାହିନୀ ଆକ୍ରମଣ କଲେ ରାକ୍ଷସ ସେନାକୁ କୁମ୍ଭକର୍ଣ୍ଣଙ୍କୁ ଉଠାଇବା ପାଇଁ ହାସ୍ୟାସ୍ପଦ ଏବଂ ବିରାଟ ପ୍ରୟାସ କରିବାକୁ ପଡ଼ିଲା। ପ୍ରଥମେ ସେମାନେ ଭାରି ଅସ୍ତ୍ରଶସ୍ତ୍ର ଆଉ ଗଦାରେ ତାଙ୍କୁ ପିଟିଲେ, ତାଙ୍କ କାନ ପାଖେ ଯାଇ ବଡ଼ ପାଟିରେ ଚିତ୍କାର କଲେ, ଆଉ ଯେତେବେଳେ ସେଥିରେ କିଛି ବି ଫରକ ପଡ଼ିଲା ନାହିଁ, ଶେଷରେ ସେମାନେ ବାଧ୍ୟ ହୋଇ ତାଙ୍କର ବିଶାଳକାୟ ଶରୀର ଉପରେ ଏକାସଙ୍ଗରେ ହଜାରେ ହାତୀ ଚଲାଇଦେଲେ। ଯାଇ ସେତେବେଳେ ମହାଶୟଙ୍କର ନିଦ ଭାଙ୍ଗିଲା। କିନ୍ତୁ ଏଠି ସବୁଠୁ ବଡ଼ ଚମକପ୍ରଦ କଥା ହେଉଛି ତାଙ୍କର ପ୍ରତିକ୍ରିୟା। ଯେତେବେଳେ ସେ ଉଠିଲେ ଏବଂ ଯୁଦ୍ଧ ବିଷୟରେ ଜାଣିଲେ, ସେ ରାବଣଙ୍କୁ ସିଧାସଳଖ କହିଲେ, ରାମ ହେଉଛନ୍ତି ସାକ୍ଷାତ ବିଷ୍ଣୁଙ୍କ ଅବତାର ଏବଂ ସୀତା ହେଉଛନ୍ତି ଲକ୍ଷ୍ମୀ। ତୁମେ ଯାହା କରୁଛ ତାହା ସମ୍ପୂର୍ଣ୍ଣ ଭୁଲ ଅଟେ। ଏଥିରୁ କ'ଣ ଜଣାପଡ଼ୁଛି? କୁମ୍ଭକର୍ଣ୍ଣଙ୍କ ନୈତିକ ଦୃଷ୍ଟିକୋଣ ଏକଦମ ସ୍ପଷ୍ଟ ଥିଲା। ସେ ନିଜ ଶତ୍ରୁଙ୍କର ଐଶ୍ୱର୍ଯ୍ୟ ଶକ୍ତିକୁ ଚିହ୍ନିଥିଲେ ଏବଂ ନିଜ ଭାଇର ମୂର୍ଖାମି ବାବଦରେ ମଧ୍ୟ ଆଉ ଏଇଠି ହିଁ ଆରମ୍ଭ ହୁଏ ତାଙ୍କ ଚରିତ୍ରର ପ୍ରକୃତ କରୁଣ ରସ। ସବୁକିଛି ଜାଣିଶୁଣି ମଧ୍ୟ ସେ କ'ଣ କଲେ? ସେ ବିଭୀଷଣଙ୍କ ଭଳି ଧର୍ମ ବା ନ୍ୟାୟର ରାସ୍ତା ନ ବାଛି ନିଜ ଭାଇ ଏବଂ ମାତୃଭୂମି ପ୍ରତି ଥିବା ନିଜର ଦାୟିତ୍ୱ ଆଉ ଗଭୀର ସ୍ନେହ କାରଣରୁ ରାବଣ ପକ୍ଷର ଯୁଦ୍ଧ କରିବାକୁ ବାହାରିଲେ। ସେ ଜାଣିଥିଲେ ଯେ ସେ ଏକ ଭୁଲ ରାସ୍ତାରେ ଯାଉଛନ୍ତି, ତଥାପି ପରିବାର ପ୍ରତି ଥିବା ତାଙ୍କର ଅନ୍ଧ ଆନୁଗତ୍ୟ ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ହୋଇଗଲା। ଶେଷରେ ଆମେ ପହଞ୍ଚିଛୁ ଆମର ପଞ୍ଚମ ବିଭାଗରେ, ଯୁଦ୍ଧକ୍ଷେତ୍ରରେ ଭୟଙ୍କର ରୋଷ ଏବଂ ତାଙ୍କର ଏକ କରୁଣ ଅନ୍ତ। ସଂଖ୍ୟାଟା ଶୁଣିଲେ ହିଁ ଲୋମ ଟାଙ୍କୁରି ଉଠିବ। 8000। ହିନ୍ଦୁ ଗ୍ରନ୍ଥ ଅନୁଯାୟୀ ରଣାଙ୍ଗନରେ ପ୍ରବେଶ କରୁ କରୁ ସେ କେବଳ ଏକାକୀ 8000 ବାନର ସୈନ୍ୟଙ୍କ ମାରି ଗଡ଼ାଇ ଦେଇଥିଲେ। ସତ କହୁଛି, ସେ ଯୁଦ୍ଧକ୍ଷେତ୍ରରେ କୌଣସି ସାଧାରଣ ଯୋଦ୍ଧା ନଥିଲେ, ସେ ଥିଲେ ଏକ ଜୀବନ୍ତ ପ୍ରାକୃତିକ ବିପର୍ଯ୍ୟୟ ଯାହାଙ୍କୁ ଅଟକାଇବା ଅସମ୍ଭବ ଲାଗୁଥିଲା। ତାଙ୍କର ସେହି ରୌଦ୍ର ରୂପ କଥା କହିଲେ ନ ସରେ। ସେ ଏକୁଟିଆ ହିଁ ରାମଙ୍କ ସୈନ୍ୟବାହିନୀକୁ ଧୂଳିସାତ କରିବା ଆରମ୍ଭ କଲେ। ଏପରିକି ବୀର ସୁଗ୍ରୀବଙ୍କୁ ମଧ୍ୟ ଚେତାଶୂନ୍ୟ କରିଦେଲେ। ଲକ୍ଷ୍ମଣଙ୍କ ସହ ତାଙ୍କର ଏମିତି ଘମାଘୋଟ ଲଢ଼େଇ ହେଲା ଯେ ଉଭୟ ଶେଷକୁ ପୁରା କ୍ଳାନ୍ତ ହୋଇଯାଇଥିଲେ। ସେତେବେଳେ ଭଗବାନ ରାମ ବାଧ୍ୟ ହୋଇ ନିଜର ଦିବ୍ୟାସ୍ତ୍ର ପ୍ରୟୋଗ କଲେ। ବାୟୁ ଅସ୍ତ୍ରରେ କୁମ୍ଭକର୍ଣ୍ଣଙ୍କର ଗୋଟିଏ ହାତ କଟିଗଲା, ଆଉ ଇନ୍ଦ୍ରାସ୍ତ୍ରରେ ଅନ୍ୟ ହାତଟି। କିନ୍ତୁ ଭାବନ୍ତୁ ତାଙ୍କର ଜିଦ୍। 2 ହାତ କଟିଯିବା ପରେ ବି ସେ ନିଜର ବିଶାଳ ପାଟି ଖୋଲି ରାମଙ୍କୁ ଗିଳିବାକୁ ମାଣି ଆସିଲେ। ଶେଷରେ ରାମଙ୍କୁ ତୀର ବର୍ଷା କରି ତାଙ୍କ ପାଦ ଦୁଇଟିକୁ ମଧ୍ୟ କାଟିବାକୁ ପଡ଼ିଲା। ତାଙ୍କର ଶେଷ ମୁହୂର୍ତ୍ତ ମଧ୍ୟ ଥିଲା ତାଙ୍କ ଶରୀର ଭଳି ଅତ୍ୟନ୍ତ ବିଶାଳ ଆଉ ଭୟଙ୍କର। ରାମଙ୍କ ଇନ୍ଦ୍ରାସ୍ତ୍ର ମାଡ଼ରେ ଶେଷରେ ତାଙ୍କର ଶିରଚ୍ଛେଦ ହେଲା। କିନ୍ତୁ ମୃତ୍ୟୁ ପରେ ବି ଆତଙ୍କ କମିନଥିଲା। ତାଙ୍କର ସେହି ବିଶାଳକାୟ କଟା ମୁଣ୍ଡଟା ତଳକୁ ଖସିବା ବେଳେ ଲଙ୍କାର ଅନେକ ଅଟ୍ଟାଳିକା ଆଉ ଦୁର୍ଗକୁ ଚୂର୍ଣ୍ଣ କରି ସମୁଦ୍ର ଭିତରେ ବୁଡ଼ିଗଲା। କୁହାଯାଏ, ଯେତେବେଳେ ରାବଣ ଏହି ଖବର ଶୁଣିଲା, ସେ ସେଇଠି ମୂର୍ଚ୍ଛା ହୋଇପଡ଼ିଥିଲା, କାରଣ ସେ ବୁଝିସାରିଥିଲା ଯେ ତା ସାମ୍ରାଜ୍ୟ ଏବେ ସମ୍ପୂର୍ଣ୍ଣ ରୂପେ ବିନାଶାଳକୁ ଯାଉଛି। ତେଣୁ ଆମେ ଏହି ଆଲୋଚନାର ଶେଷରେ ପହଞ୍ଚିବା ବେଳକୁ ଆମ ସାମ୍ନାରେ ଏହି ଗୋଟିଏ ଗମ୍ଭୀର ପ୍ରଶ୍ନ ଆସି ଠିଆ ହୁଏ। କୁମ୍ଭକର୍ଣ୍ଣ ସବୁ ସତ୍ୟ ଜାଣିଥିଲେ, ଧର୍ମ କ'ଣ ତାହା ମଧ୍ୟ ବୁଝିଥିଲେ, ତଥାପି ସେ ଭାଇର ପକ୍ଷ ନେଲେ। ତେବେ ଆପଣମାନେ କ'ଣ ଭାବୁଛନ୍ତି? ଏଭଳି ଅନ୍ଧ ଆନୁଗତ୍ୟ କ'ଣ ପ୍ରକୃତରେ ଏକ ଗୁଣ ବା ପୁଣ୍ୟ, ନା ଏହା ହିଁ ତାଙ୍କର ସବୁଠାରୁ ବଡ଼ ଦୁର୍ବଳତା ଥିଲା? ଏହି ଚିନ୍ତାଧାରା ସହିତ ଆଜିର ଆମର ଏହି ବିଶ୍ଳେଷଣକୁ ଆମେ ଏଠାରେ ଶେଷ କରୁଛୁ। ଏତେ ସମୟ ଧରି ଆମ ସହିତ ଯୋଡ଼ି ହୋଇ ରହିଥିବାରୁ ଅଶେଷ ଧନ୍ୟବାଦ।